ମିଥୁନ ରାଶିର ସପ୍ତମ ଭାବ ଧନୁ ରାଶି ଉପରେ ବକ୍ରୀ ଶନିଦେବଙ୍କର ଦୃଷ୍ଟି ରହୁଥିବାରୁ ଏହି ସମୟରେ ପ୍ରିୟ ସାଙ୍ଗ ସହିତ ମତାନ୍ତର ଓ ମନାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଶନି ମହାଗ୍ରହଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ନ୍ୟାୟପରାୟଣ ଓ କର୍ମଫଳଦାତା ଗ୍ରହ ରୂପେ ବର୍ଣ୍ଣନା କରାଯାଇଅଛି। ଶନି ମହାଗ୍ରହ ଚଳିତ 2025 ମସିହା ଜୁଲାଇ ମାସ 13 ତାରିଖ ଠାରୁ ନଭେମ୍ବର ମାସ 28 ତାରିଖ ପର୍ଯ୍ୟନ୍ତ ମୀନ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି। ଗ୍ରହଗୁଡ଼ିକ ବକ୍ରୀ ଅବସ୍ଥା ପ୍ରାପ୍ତ ହେଲେ ଅଥବା ଓଲଟା ଦିଗରେ ଗତି କଲେ 2 ଗୁଣ ଅଧିକ ଫଳ ଦେଇଥାନ୍ତି ବୋଲି ଜ୍ୟୋତିର୍ବିଦମାନେ ଆକଳନ କରିଥାନ୍ତି। ଶୁଭ ଗ୍ରହଗୁଡ଼ିକ ଶୁଭ ଫଳ ପ୍ରଦାନ କରୁଥିବା ବେଳେ ଅଶୁଭ ଗ୍ରହ ଗୁଡ଼ିକ ଅଶୁଭ ଫଳ ପ୍ରଦାନ କରିଥାନ୍ତି। ଶନି ମହାଗ୍ରହଙ୍କୁ ବୈଦିକ ଜ୍ୟୋତିଷ ଶାସ୍ତ୍ର ଏକ ଅଶୁଭ ଗ୍ରହ ତଥା ପାପୀ ଓ କ୍ରୂର ଗ୍ରହ ବୋଲି ବର୍ଣ୍ଣନା କରିଥାଏ। ତେଣୁ ଶନି ଗ୍ରହ ମୀନ ରାଶିରେ ବକ୍ରୀ ହେଲେ କେତୋଟି ରାଶି ପାଇଁ ଅତି ଅଶୁଭ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ସେହି କ୍ରମରେ ଆଜି ଜାଣିବା ମିଥୁନ ରାଶିର ଦଶମ ସ୍ଥାନ ମୀନ ରାଶିରେ ଅବସ୍ଥିତ ବକ୍ରୀ ଶନି ଏହି ସମୟରେ ମିଥୁନ ରାଶି ପାଇଁ କ'ଣ ସବୁ ଜ୍ୟୋତିଷୀୟ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ମିଥୁନ ରାଶି ପାଇଁ ଶନି ଅଷ୍ଟମ ନିଧନ ଓ ନବମ ଭାଗ୍ୟସ୍ଥାନର ଅଧିପତି ହୋଇ ଦଶମ କର୍ମସ୍ଥାନରେ ଅବସ୍ଥାନ କରୁଥିବାରୁ କର୍ମକ୍ଷେତ୍ରରେ ବହୁତ ବାଧାବିଘ୍ନ ସୃଷ୍ଟି କରିବାର ସମ୍ଭାବନା ରହିଅଛି। ପୂର୍ବରୁ ସୁରୁଖୁରୁରେ ସମ୍ପନ୍ନ ହୋଇଯାଉଥିବା ସମସ୍ତ କାର୍ଯ୍ୟ ବିଳମ୍ବିତ ହୋଇପାରେ ଅଥବା ମୋଟେ ନ ହେବାର ମଧ୍ୟ ସମ୍ଭାବନା ସୃଷ୍ଟି ହୋଇପାରେ। ମାନସମ୍ମାନ ତଥା ଖ୍ୟାତିରେ ଆଞ୍ଚ ଆସିବ। ଚାକିରି କରୁଥିଲେ ଚାକିରି କ୍ଷେତ୍ରରେ ବଦନାମ ହେବାର ସମ୍ଭାବନା ଅଛି। ସ୍ଥାନଚ୍ୟୁତ ହୋଇପାରନ୍ତି ଅଥବା ବଦଳିର ମଧ୍ୟ ସମ୍ଭାବନା ଅଛି। ହୁଏତ ଚାକିରିରୁ ଟର୍ମିନେଟ୍ ବା ବିତାଡ଼ିତ ହେବାର ସମ୍ଭାବନା ମଧ୍ୟ ଦେଖାଯାଇପାରେ। ଗ୍ରହଗୁଡ଼ିକ ବକ୍ରୀ ଅବସ୍ଥା କହିଲେ ଜ୍ୟୋତିଷୀୟ ଭାଷାରେ ଗ୍ରହ ଓଲଟା ଦିଗରେ ଗତି କରୁଛନ୍ତି ବୋଲି କୁହାଯାଇଥାଏ, କିନ୍ତୁ ପ୍ରକୃତରେ ଗ୍ରହ ଓଲଟା ଦିଗରେ ଗତି କରିନଥାଏ। ସେହି ସମୟରେ ଗ୍ରହ ପୃଥିବୀର ନିକଟତର ହୋଇଥାଏ। ତେଣୁ ପୃଥିବୀ ପୃଷ୍ଠ ଉପରେ ସେହି ଗ୍ରହର ପ୍ରଭାବ ଅଧିକା ଅନୁଭୂତ ହୋଇଥାଏ। ମିଥୁନ ରାଶିର ଦଶମ ମୀନ ରାଶିରେ ଅବସ୍ଥିତ ବକ୍ରୀ ଶନି ପିତା ଓ ମାତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗାଡ଼ି ଦେଇପାରେ। ପୂର୍ବରୁ ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗ କରୁଥିଲେ ତାହା ମାରାତ୍ମକ ସମସ୍ୟା ରୂପେ ଦେଖାଦେଇପାରେ। ମୀନ ରାଶିସ୍ଥ ବକ୍ରୀ ଶନିଙ୍କର ଦୃଷ୍ଟି ମିଥୁନ ରାଶିର ଦ୍ୱାଦଶ ଭାବ ଉପରେ ରହୁଥିବାରୁ ଏହି ସମୟରେ ମିଥୁନ ରାଶିର ବ୍ୟୟ ବା ଖର୍ଚ୍ଚର ପରିମାଣ ଅହେତୁକ ଭାବେ ବଢ଼ିଯାଇପାରେ। ଅନାବଶ୍ୟକ ଖର୍ଚ୍ଚ କରିସାରି ପଛରେ ଅନୁତାପ କରିବେ। ବୃଥା ଭ୍ରମଣରେ ସମୟ କଟିବ। ଯାତ୍ରା ସମୟରେ ଦୁର୍ଘଟଣାର ସମ୍ଭାବନା ମଧ୍ୟ ରହିଅଛି। ବକ୍ରୀ ଶନିଙ୍କର ଦୃଷ୍ଟି ମିଥୁନ ରାଶିର ଚତୁର୍ଥ ଭାବ ଉପରକୁ ରହୁଥିବାରୁ ଏହି ସମୟରେ ଆପଣଙ୍କ ସୁଖରେ ହ୍ରାସ ଦେଖାଯିବ। ଜମିବାଡ଼ି ବା ସମ୍ପତ୍ତିକୁ ନେଇ ବିବାଦ ଉପୁଜିପାରେ। ଯାନବାହନରେ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରିବା ଠିକ୍ ହେବ। ବନ୍ଧୁ ପରିଜନରେ ଅପ୍ରିୟ ହୋଇପାରନ୍ତି। ମିଥୁନ ରାଶିର ସପ୍ତମ ଭାବ ଧନୁ ରାଶି ଉପରେ ବକ୍ରୀ ଶନିଙ୍କର ଦୃଷ୍ଟି ରହୁଥିବାରୁ ପ୍ରିୟ ସାଙ୍ଗ ସହିତ ମତାନ୍ତର
ଓ ମନାନ୍ତର ମଧ୍ୟ ସୃଷ୍ଟି ହୋଇପାରେ। ଭାଗୁଆଳି ବେପାର ବା ଯୌଥ ବ୍ୟବସାୟ କରୁଥିଲେ ବ୍ୟବସାୟରେ କ୍ଷତି ଏବଂ ଭାଗିଦାରୀ ମିତ୍ର ସହିତ ମତଭେଦ ଉପୁଜିବ। ପୂର୍ବରୁ ଖୁସି ରାଶିରେ ଚାଲି ଆସୁଥିବା ଦାମ୍ପତ୍ୟ ଜୀବନରେ କଳହର ସୂତ୍ରପାତ ହୋଇପାରେ। ସ୍ୱାମୀ ସ୍ତ୍ରୀ ବିନା କାରଣରେ ମୁହଁ ଫୁଲାଫୁଲି ହୋଇ ରହିବେ। ମିଥୁନ ରାଶି ଜାତ ବ୍ୟକ୍ତି ଶନି ପୀଡ଼ାଜନିତ ସମସ୍ୟାରୁ ବଞ୍ଚିବା ପାଇଁ ଶନି ଓ ମିଥୁନ ରାଶି ଅଧିପତି ବୁଧ ମହାଗ୍ରହଙ୍କର ପ୍ରତିକାର କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ଶନି ପୀଡ଼ାଜନିତ କଷ୍ଟ ଦୂର ହୋଇ ରହିଥିବା ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।